ନାଗବଂଶୀର ଉତ୍ପତ୍ତି କିଭଳି ଏବଂ ଛୋଟ ନାଗକୁ କିଭଳି ସୃଷ୍ଟି ହେଇଥିଲା ତା ଉପରେ ଆମେ ବିସ୍ତୃତ ଆଲୋଚନା କରିବା। ଆମ ସଙ୍ଗରେ ଅଛନ୍ତି ପ୍ରବୀର ଚନ୍ଦ୍ର ସିଂ ନେନା। ଆସନ୍ତୁ ଆମେ ତାଙ୍କ ପାଖରେ ଅଛୁ, ତାଙ୍କ ସହିତ ଅଧିକ ଆଲୋଚନା କରିବା। ଆପଣଙ୍କୁ ନମସ୍କାର କରୁଛି। ଯେତେବେଳେ ନାଗବଂଶୀର ଉତ୍ପତ୍ତି ହେଇଥିଲା ତ ଆପଣ ପାଖରେ ନିଶ୍ଚିତ ଭାବରେ ତଥ୍ୟ ରହିଛି, ତା ଉପରେ କିଛି ବିଶଦ ଆଲୋଚନା କରିବେ କିଭଳି ନାଗବଂଶୀର ଉତ୍ପତ୍ତି ହେଇଥିଲା। এই সৃষ্টি যেতলে সূচনা হচ্ছে ভগবানଙ୍କ দ্বারা হচ্ছে সত্য ত্রেতা দ্বাপর তারপরে কলি প্রত্যেক মনুষ্যর জাতি সমাজ এবং গোত্র বর্ণ রয়েছে। সেইপরি এই নাগবংশর সৃষ্টি মধ্য অদ্ভুত ভাবে আবির্ভাব হয়েছে। এই বংশর উৎপত্তি হারাহারি 1900 বর্ষ ହେଇଯିବ। ପୂର୍ବ କାଳରେ ଆପଣମାନେ ସମସ୍ତେ ଶୁଣିଥିବେ ମହାରାଜାଙ୍କୁ ତକ୍ଷକ ସର୍ପ ଦଂଶନ କରିଥିଲେ। ତ ସେହି କାରଣ ନେଇକରି ବ୍ରାହ୍ମଣ ମାନଙ୍କର ପରାମର୍ଶରେ ପରକ୍ଷିତଙ୍କର ପୁଅ ଜନ୍ମେଜୟ ନାଗ ମାନଙ୍କର ବିନାଶ ପାଇଁ ଗୋଟେ ଯଜ୍ଞ ସୃଷ୍ଟି କରିଥିଲେ। ତାକୁ ସର୍ପ ଯଜ୍ଞ କୁହାଯାଏ। ସେହି ସର୍ପ ଯଜ୍ଞରେ ପରିଶୋଧ ପରାୟଣ ହେଇକରି ଜନ୍ମେଜୟ ବ୍ରାହ୍ମଣ ମାନଙ୍କ ଦ୍ୱାରା ଯଜ୍ଞ କରାଇ ସମସ୍ତ ସର୍ପ ମାନଙ୍କୁ ଆସିକରି ଯଜ୍ଞ କୁଣ୍ଡରେ ପଡ଼ିବା ପାଇଁ ମନ୍ତ୍ର ଉଚ୍ଚାରଣ କଲେ। ବାସ୍ତବରେ ମନ୍ତ୍ର କେବେ ତ ଅନ୍ୟଥା ହୁଏ ନାହିଁ। ସର୍ପମାନେ ଆକାଶରୁ ଯେ ଯେଉଁଠି ଥିଲେ ଗୋଟେ ଗୋଟେ କରି ଆସିକରି ସେ ଯଜ୍ଞ କୁଣ୍ଡରେ ପଡ଼ିଲେ। ତ ସେତେବେଳେ ତକ୍ଷକ ସର୍ପ ସ୍ୱର୍ଗରେ ଥିଲେ ଏବଂ ବୃହସ୍ପତି ବ୍ରହ୍ମା ଆଦିଙ୍କୁ ପଚାରିଲେ, ମୁଁ ବି ତ ଯାଇକରି ଯଜ୍ଞ କୁଣ୍ଡରେ ପଡ଼ିବି, ମୋତେ ରକ୍ଷା କରନ୍ତୁ। ସେମାନେ କହିଲେ, ଏ ମନ୍ତ୍ରରୁ ରକ୍ଷା ପାଇବା ପାଇଁ କେବଳ ଜଣେ ମାତ୍ର ଅଛନ୍ତି ରକ୍ଷା କରିପାରିବେ, ସେ ହେଉଛନ୍ତି କାଶୀ ବିଶ୍ୱନାଥ। ଏବଂ ତୁମେ ଯାଇକରି କାଶୀ ବିଶ୍ୱନାଥଙ୍କ ପାଖରେ ଶରଣ ପଶ। ଏମାନଙ୍କର ପରାମର୍ଶରେ ତକ୍ଷକ କାଶୀ ବିଶ୍ୱନାଥଙ୍କ ପାଖରେ ଶରଣ ନେଲେ ଏବଂ ସେଠାରେ ଗୋଟେ ବ୍ରାହ୍ମଣ ପୁତ୍ର ହେଇକରି ସେ ରହିଲେ। ତାଙ୍କର ନାମ ପୁଣ୍ଡରୀକ ନାମରେ ଘୋଷଣା କଲେ। ଏପଟେ ଯଜ୍ଞ ସମାପନ କଥା ଆହୁରି ବଢ଼ିଯିବ। ବ୍ରହ୍ମା ବୃହସ୍ପତି ଆସିକରି ଜନ୍ମେଜୟଙ୍କୁ ବୁଝାଇଲେ ସର୍ବମାନଙ୍କର କିଛି ଦୋଷ ନାହିଁ, ଆପଣ ଅଯଥା ମାନଙ୍କୁ ହତ୍ୟା କଲେ। ତାପରେ ଏହାର ସମାଧାନ ସେମାନେ କଲେ, ଆମେ ଯିବା ସେଇ ବ୍ରାହ୍ମଣ ପିଲା ପାଖକୁ। କାଶୀ ବିଶ୍ୱନାଥଙ୍କ ପାଖରେ ଶରଣ ରହିଲେ। ଅକର୍ମ କର୍ମଦାୟକ ନିର୍ଧନୀ ଧନ ଅକାଳ ମୃତ୍ୟୁ କରନ୍ତି ହରଣ ଶଙ୍କର ଭଗବାନଙ୍କର ଏଇଭଳିଆ ଶକ୍ତି ଅଛି। ସେଇ ଶିବଙ୍କର ପାଖରେ ସେ ବାଳକ ରହି ଶିବଙ୍କର ତପସ୍ୟା ଆରାଧନା କରିକିରି ଏପରି ଭାବରେ ଦିନ କାଟୁଥାଏ। ବାରାଣସୀରେ ଜଣେ ବ୍ରାହ୍ମଣ ପରିବାରଟେ ଥିଲେ, ତାଙ୍କର ପତି ପତ୍ନୀ ଏବଂ ଝିଅଟି ଥିଲା। ଝିଅର ନାମ ହେଉଛି ପାର୍ବତୀ। ଦିନେ ବ୍ରାହ୍ମଣ ବ୍ରାହ୍ମଣୀ ବିଚାର କଲେ, ଏ ଗୋଟେ ସୁନ୍ଦର ପିଲାଟି ବୁଲୁଛି କି ଆଉ ଦେଖିବାକୁ ବଡ଼ ସୁନ୍ଦର, ମୋର ତ ମନ ତାକୁ ଦେଖୁତା ଭଳିଆ ଲାଗୁଛି, ତାକୁ ପଚାରିବା। ଆଉ ଆମର ଘରେ ତ ପୁଅ ନାହିଁ, ତାକୁ ଆମେ ଘରେ ଘର ଜୁଆଇ କରି ରଖିବା। ସତକୁ ସତ ଦିନେ ବ୍ରାହ୍ମଣ ବ୍ରାହ୍ମଣୀ ଡାକିଲେ, ପିଲାଟାକୁ ପଚାରିଲେ, ତମେ କିଏ ବାପା? କୋଉ ପିଲାଟା କହିଲା, ମୁଇଁ ବ୍ରାହ୍ମଣ ପିଲା, ଏତିକି ଜାଣେ। ବହୁତ ଦିନରୁ ପିତାମାତାଙ୍କର ମୋର ମନେ ନାହିଁ, ସେମାନେ କେନ୍ ଆଡ଼େ ଗଲେ, ଆଉ ମୁଇଁ ଏଇ ଜାଗାରେ ଶିବଙ୍କର ଆରାଧନା କରି ରହୁଛି। ତାପରେ ସେମାନେ କହିଲେ, ତୁମେ ଆମ ଘରେ ରହିବ କି? ପିଲାଟା କହିଲା, ହଁ ଆପଣମାନେ ଯଦି ରଖବାକେ ଚାହୁଁଛ ମୁଁ ନିଶ୍ଚୟ ରହିବି। ତାପରେ ବ୍ରାହ୍ମଣ ଘରେ ପିଲାଟେ ରହିଲା ଏବଂ ସେ ବ୍ରାହ୍ମଣ ବ୍ରାହ୍ମଣୀ ତାଙ୍କର ନିଜର ଝିଅକୁ ଏ ପିଲାକୁ ପ୍ରଦାନ କଲେ। ତ ଏପରି ଭାବରେ ବର୍ଷ ଦୁଇ ବର୍ଷ ଗଡ଼ିଗଲା। ଝିଅଟା ଗର୍ଭ ହେଲା। ତ ଜାଣିଥିବେ ଗର୍ଭ ସମୟରେ ଝିଅମାନେ ବୋହୂମାନେ ଗର୍ଭ ହୁଅନ୍ତି, ଅନେକ ଲାଳସା ଜିନିଷ ଖାଇବାକୁ ମନ କରନ୍ତି।
तो ये झीवर लालसा है देखला जे प्रतिदिन राति जो चेती पारे टिके राति ये पिलार दुई नाक फुड़ा सौ सौ आवाज हुए पचारि पचारि कहू भावुला सतु को सतु जैसे जानवा लगी चाहला से समय पचारा हे स्वामी तुम्हें शोइबार समय तुम नाक बुड़ार भीषण भाव में पवन आस जहाँकि गोटे सर्पर आवाज हो तो पिलाटी से कथा को पछे देखिए हाँ एमती हो मोर हुए एमती एमती कही 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 करी बिते दूता जो जिगर धरला झीटा नाई नाई ये बाध्य कह मत सन्देह लगुच तुम्हें किए तो तार गोटे साज्ञा थिला जदि से पिलाटा कहीदेवा निज रूप सी आना से झील को सी आश्वासना करी कहला ए चलो ये नहीं कहे पुरी रे कहबी तापर दुई पति पत्नी पुरी गले से समय तो ये बहुत वर्षर कथा रास्ता घाट नाला भल भाव लोके पादरे चलिक जाऊे घोर जंगल भी पड़ूला तथापि माने बहुत कष्ट करी केते मास पर पुरी रे पहुंचले पुरी रे जगन्नाथ दर्शन कले तापर झीटा कहला एवं कह पुरी रे कहवाई तो कही तुम्हें किए आ तुम नाकरू कहीं लगे ये पवन आसुचे तो पिलाटे विचार कला जदि मुझे जगह कहीदेमी मुझे तो मोर निज रूप हो ये जगह केमती से घर के फिर जीव विचार कला कला बोला कि नाई ना मुई ना नहीं कही पारे तुमको तुम घरे कहमी चलो तापर से शुणवार लालसा तो सब रही से पति पत्नी पुणी चली 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 आसु आसु ए माने गोटे जगह अच्छे बर्तमान छोटे नागपुर कहन तार ना हो से जगहटा हूँ सुती आंबे से जगह ना हूँ सुती आंबे एवं से जगह मुंडा शासन थिला मुंडा मानकर शासन थिला जिते शासन करते से जमीदार ना हूँ मदिरा मुंडा जमीदारी शासन थिला मदिरा मुंडा नामक जड़े शासन करते जिते पुरी काशी जावाक हुए से रास्तार से माने जाउथिले एवं रास्तार दुई पटरे दुईटी बंध थिला पाखे गोटे बरगछ थिला से पाख को जिते गला कि से आउ चली पारा नहीं बोला स्वामी एटा मोर हूँ से समय वर्तमान मते कह तुम्हें किए कहीं मोर मरबार पूर्व मुझे तुमको प्रकृति रे तुम्हें किए जानवार कथा तुम्हें मोर स्वामी बोली मुझे जानी किंतु प्रकृति तुम्हें मनुष्य नुह मते किसी गोटे अद्भुत जना पड़ू तो से समय सर्प रूप स्त्री सामने दंडायमान हेले ठिया हेले सेतेबेले से भयर शरीर शिथिल हो गला एवं संतानटी जन्म करी से माटा से जगह प्राण त्याग कला पुत्रटी को छाड़ी जाई पारे ना ताके फणा द्वारा आहाड़ करी से जगी रहिले एपरी भाव में किसी समय गला परे सही मदिरा मुंडांकर जड़े पंडित से बाटरे जाउथिले से समय जड़े काठरुआ से बाटरे जाउथिला काठरिया कहला गोसाई महाप्रभु आर देख तो गोटे छुआटे जन्म हो पड़ी जे आ गोटे तार माँ मरी जाइए ताके गोटे सापटे आवृत कर रखी देख देख तापर आसिक पंडित देखले प्रकृत कथा सर्पटा जो ब्राह्मण को देखले पंडित को पानी भीतर को पशिगले पंडित से पिलाटी को धरिक राज दरबार अर्थात बदिरा मुंडा दरबार पहुंचले सब घटना से मदिरा मुंडा सामने आगे कहले मदिरा मुंडा देखिक आश्चर्य गले भगवान सब बेले
ସେ ତ ନିଜେ କରନ୍ତି ନାହିଁ, ପରର ଦ୍ୱାରା କରାନ୍ତି, ଅନ୍ୟର ଦ୍ୱାରା କରାନ୍ତି। ବ୍ରାହ୍ମଣକୁ ସ୍ୱପ୍ନ ଆଦେଶ ହେଲା, ଯେହେତୁ ଏ ତକ୍ଷକ ନାଗଙ୍କର ସନ୍ତାନ ପୁଣ୍ଡରୀକ, ତାକୁ ସେଇ ଅନୁସାରେ ଗୋତ୍ର ନାମରେ କାଶ୍ୟପ ଗୋତ୍ର କରି ନାଗ ବଂଶ ସୃଷ୍ଟି କଲେ। ତେଣୁ ସେଇ ପିଲାଠାରୁ ନାଗ ବଂଶ ସୃଷ୍ଟି ହେଲା। ସେ ପିଲାଟିକୁ ସେ ନିଜର ପାଖରେ ରଖବାକେ ନେଇ ଚାହିଁଲେ, କାରଣ ତାର ତେଜ ଓଜ ଦେଖିକି ସେମାନେ କହିଲେ କି ଇଏ ମାନେ ଆମର ଘରେ ରହିବାର ପିଲା ନୁହଁ। ତ ବ୍ରାହ୍ମଣକୁ କହିଲେ, ହେ ପଣ୍ଡିତ, ତୁମେ ପିଲାଟିকে ନେଇକି ତୁମ ଘରେ ପରିପୋଷଣ କର। ରାଜା ଉଭୟ ତାଙ୍କର ପୁଅକୁ ଏବଂ ସେ ପାଇଥିବାର ପୁଅକୁ ସବୁବେଳେ ଯୁଦ୍ଧ ବିଦ୍ୟା ଅନ୍ୟାନ୍ୟ ଜ୍ଞାନ ଶିକ୍ଷା ଦିଅନ୍ତି ପଣ୍ଡିତ ମାନଙ୍କ ଦ୍ୱାରା, ଆଉ ତାଙ୍କର ସେନାପତି ସୈନ୍ୟମାନଙ୍କ ଦ୍ୱାରା ସବୁ ଶିକ୍ଷା କରନ୍ତି। ପ୍ରତ୍ୟେକ କଥାରେ ଏ ସବୁବେଳେ ଅଗ୍ରଣୀ, ସବୁବେଳେ ଜିତିଯାଏ, ଆଉ ରାଜା ସେ ଜମିଦାରର ପୁଅ ହାରିଯାଏ। ମଧୁରା ମୁଣ୍ଡା ଚିନ୍ତା କଲେ ଯେ ମୁଇଁ ଏ ପିଲା ଫଣୀମୁକୁ ସେଟାକୁ ରାଜଗାଦି ଦେବି। ନାଗବଂଶ ଆବିର୍ଭାବ ହେବାର ଜାଗାଟା ହଉଛି ଶ୍ରୁତି ଆମ୍ବେ, ତାପରେ ହେଲା ଛୁଟିଆ, ତାପରେ ହେଲା ଛୋଟା, ତାପରେ ଏବେ ହେଇଛି ତାକୁ ଛୋଟେ ନାଗପୁର କହୁଛନ୍ତି। ଯେତେ ନାଗବଂଶୀ ଅଛନ୍ତି ତାଙ୍କର ପ୍ରଥମ ଛୋଟେ ନାଗପୁର, ଏବଂ ନାଗବଂଶୀ ମାନେ ଧୀରେ 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 ସେମାନେ ଯେତେବେଳେ ବହୁ ସଂଖ୍ୟାରେ ହେଇଗଲେ ଅନ୍ୟାନ୍ୟ ଜାଗାକୁ ସେମାନେ ଯାତ୍ରା କରି ରହିବା ପାଇଁ ଚେଷ୍ଟା କଲେ। ଝାନ୍ସୀ ଏବଂ ବିହାରର ଅନେକ ସ୍ଥାନରେ ଏମାନଙ୍କର ବଂଶ ବ୍ୟାପକ ଭାବରେ ରହିଛନ୍ତି। ଆସ୍ତେ ଆସ୍ତେ ସେମାନେ ଆମର ଓଡ଼ିଶାକୁ ଆସିଲେ। ଓଡ଼ିଶାକୁ ଯାଉ ଯାଉ ଆମର କଳାହାଣ୍ଡିର ତାର ପୂର୍ବ ନାମ ହଉଛି ଆଟବିକ, ପରବର୍ତ୍ତୀ ସମୟରେ ହେଲା କାରୁଣ୍ଡ ମଣ୍ଡଳ ଓ ବର୍ତ୍ତମାନ କଳାହାଣ୍ଡି। ଏବେ ମଧ୍ୟ କଳାହାଣ୍ଡିରେ ଆମର ନାଗବଂଶୀ ରାଜା ମାନେ ଶାସନ କରୁଛନ୍ତି। ବର୍ତ୍ତମାନ କଳାହାଣ୍ଡିର ଯେ ମହାରାଜା ଅଛନ୍ତି ସେ ମଧ୍ୟ ଏହି ନାଗବଂଶର। ଭାରତର ବିଭିନ୍ନ ପ୍ରଦେଶରେ ସେମାନେ ରହି ଆସିଲେଣି। ବାକି ଆଜି ଏତିକିରେ ଥାଉ, ଅନ୍ୟ ଦିନ ପୁଣି ଅନ୍ୟ ଅଧ୍ୟାୟରେ ଆମେ ଏ ବଂଶର ଆମ ଓଡ଼ିଶାରେ କିପରି ଭାବରେ ବସତି କଲେ ସେ ବିଷୟରେ ମୁଁ ଆପଣମାନଙ୍କୁ କହିବି।